ଅନୁଗୁଳ ପୋଲିସର ଅପରେସନ ପ୍ରହାର ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛି। ଇଏ ବ୍ରାଉନ ସୁଗାର ହେଉ ତ କଫ୍ ସିରପ ହେଉ। ଆଜି ବନପାଳ ଥାନା ଅଧୀନସ୍ଥ ଆଲୁମିନିୟମ ପାର୍କରୁ କିଛି ବ୍ରାଉନ ସୁଗାର ବେପାରୀଙ୍କୁ ଧରିବା ସହିତ କିଛି ବ୍ରାଉନ ସୁଗାର ଏବଂ ନଗଦ ଟଙ୍କା ସହିତ 5 ଜଣ ଅଭିଯୁକ୍ତକୁ ଗିରଫ କରିଛି ବନପାଳ ପୋଲିସ। ଟିକେ ଆମେ ଆଲୋଚନା କରିବା ଅନୁଗୁଳର ଯିଏ ଉପଖଣ୍ଡ ଅଧିକାରୀ ରହିଛନ୍ତି। ଆଜ୍ଞା କଣ କହିବେ, ଗୋଟିଏ ପରେ ଗୋଟିଏ ସଫଳତା ହାସଲ ଅନୁଗୁଳରେ ବ୍ରାଉନ ସୁଗାର ସହ ଲକ୍ଷାଧିକ ଟଙ୍କା, ତାପରେ କଫ୍ ସିରପ, ତାପରେ ପୁଣି ଆଜି ବନପାଳ ପୋଲିସ ପକ୍ଷରୁ ଆଲୁମିନିୟମ ପାର୍କରେ 5 ଜଣ ବେପାରୀ ବେପାର କରୁଥିବା ସମୟରେ ଆପଣମାନେ ଅତର୍କିତ ଭାବେ ଯାଇ ଚଢ଼ଉ କରିଥିଲେ ଏବଂ ବ୍ରାଉନ ସୁଗାର ସହ 5 ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି। କେଉଁଭଳି ଭାବରେ ସାର୍ ମିଶନ ରହିଛି? ଆପଣମାନେ ଜାଣିଛନ୍ତି ଆମର ଡିଜି ସାହେବଙ୍କ ଅନରେବୁଲ ଡିଜି ସାହେବଙ୍କ ନିର୍ଦ୍ଦେଶରେ ବର୍ତ୍ତମାନ ଅପରେସନ ପ୍ରହାର 2.0 ସାରା ରାଜ୍ୟରେ ଜାରି ରହିଛି। ସେଇ ନିର୍ଦ୍ଦେଶ ମତେ ଆମର ବି ଅନୁଗୁଳ ପୋଲିସ ଏସପି ସାର୍ଙ୍କର ଡାଇରେକ୍ଟ ସୁପରଭିଜନରେ ଏଇ ପ୍ରହାର ଯେଉଁ ଅପରେସନ ଜାରି ରଖିଛନ୍ତି। ଏଥିପାଇଁ ଏସପି ସାର୍ ଗୋଟେ ଡେଡିକେଟେଡ ଟିମ୍ ବି କରିଛନ୍ତି। ସେ ସ୍ପେଶାଲ ସ୍କ୍ୱାଡ ବୋଲି ତାକୁ କହୁଛନ୍ତି। ସ୍ପେଶାଲ ସ୍କ୍ୱାଡ ଆଣ୍ଡ ଲୋକାଲ ପୋଲିସ ମିଶି ବିଭିନ୍ନ ଜାଗାରେ ବର୍ତ୍ତମାନ ରେଡ୍ ଚାଲିଛି। ଏଇ 15 ଦିନ ଭିତରେ ଆମେ ଗୋଟେ ବଡ଼ ଧରଣର କଫ୍ ସିରପ ସିଜର କରାଇଛୁ, ଏନଡିପିଏସ୍ କେସ୍ କରାଯାଇଛି। ଆଣ୍ଡ ରିସେଣ୍ଟଲି 28 ଗ୍ରାମ ବ୍ରାଉନ ସୁଗାର ସହିତ 26 ଲକ୍ଷ ଟଙ୍କାର ଉର୍ଦ୍ଧ୍ୱ ଟଙ୍କା ବି ଜବତ ହୋଇଛି। 2 ଜଣ ଆକ୍ୟୁଜ ଫରାର ହୋଇଛନ୍ତି। ଗତକାଲି ସେଇଭଳି ଗୋଟେ ଇଣ୍ଟେଲିଜେନ୍ସ ଇନପୁଟ ଥିଲା ଯେ କି ବନପାଳ ଥାନା ଯେଉଁ ଆଲୁମିନିୟମ ପାର୍କ ଅଛି ସେଠି ଦଳେ ଲୋକଙ୍କୁ ବ୍ରାଉନ ସୁଗାର ବିକୁଛନ୍ତି। ଏଇ ଇନପୁଟ ପାଇଲା ପରେ ଏସପି ସାର୍ଙ୍କର ନିର୍ଦ୍ଦେଶ ମତେ ଆମର ସ୍କ୍ୱାଡ ଆଣ୍ଡ ବନପାଳ ପୋଲିସ ଜଏଣ୍ଟ ରେଡ୍ କରିଥିଲେ ଅଣ୍ଡର ଡାଇରେକ୍ଟ ଲିଡରସିପ ଅଫ ଆଇଆଇସି ଦୁଷ୍ମନ୍ତ କୁମାର ସିଂ। ଆଣ୍ଡ ଏଇ ରେଡ୍ରେ 5 ଜଣଙ୍କୁ ଆପ୍ରେହେଣ୍ଡ କରାଯାଇଛି। ତାଙ୍କ ପାଖରୁ 7.840 ଗ୍ରାମ ବ୍ରାଉନ ସୁଗାର ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ତାକୁ ଜବତ କରାହେଇଛି। ତା ସଙ୍ଗେ ସଙ୍ଗେ ଟଙ୍କା ହାର୍ଡ କେସ୍ ବି 33,350 ରୁପିଜ ଜବତ ହୋଇଛି। 7ଟି ମୋବାଇଲ ଜବତ ହେଇଛି। କେସ୍ ବର୍ତ୍ତମାନ ଆକ୍ୟୁଜ ମାନେ ଆରେଷ୍ଟ ହେଇଛନ୍ତି, ଆଜି ଫରାର ହେଉଛନ୍ତି ଏବଂ ତଦନ୍ତ ଜାରି ରହିଛି। ଅଧିକାରୀ ମହୋଦୟ କହୁଥିଲେ ଯେ ବନପାଳ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଅତର୍କିତ ଭାବରେ ଚଢ଼ଉ କରିଥିଲା। ଚଢ଼ଉ ପରେ 5 ଜଣ ଅଭିଯୁକ୍ତକୁ ଧରିଥିଲା ଏବଂ 7 ଗ୍ରାମରୁ ଅଧିକ ବ୍ରାଉନ ସୁଗାର ସହିତ 7 ଗୋଟି ମୋବାଇଲ ଏବଂ 33,000 ଟଙ୍କା ନଗଦ ଟଙ୍କା ଜବତ କରିଛି। ଅନୁଗୁଳରୁ ରାଜେଶ ପାତ୍ରଙ୍କ ରିପୋର୍ଟ, MBC ଟିଭି।